Hello everyone, this is Jajit. Welcome back to Saflaner. ଶ୍ରେଣୀ ସପ୍ତମ ପିଲେ ସମସ୍ତେ କିପରି ଅଛ? ଆଶା କରୁଛି ସମସ୍ତେ ବହୁତ ଭଲ ଥିବ। ତ ପିଲାମାନେ ପ୍ରିଭିୟସ୍ ପାର୍ଟରେ ଆମେ ତମ ଭୂଗୋଳ ବହିର ଯୋଉ ପ୍ରଥମ ଅଧ୍ୟାୟ ଯାହା ନାଁ ହେଉଛି ଆମ ପରିବେଶ, ଏହା ବିଷୟରେ ଆମେ ଆଲୋଚନା କରୁଥିଲେ। ଆଚ୍ଛା, ପୂର୍ବ ପିରିୟଡ଼ ଆମେ କ'ଣ କ'ଣ ପଢ଼ିଥିଲେ କହିଲ? ତ ପୂର୍ବ ପିରିୟଡ଼ ଆମେ ପଢ଼ିଥିଲେ ଯେ ଆମ ପରିବେଶ କହିଲେ ଆମେ କ'ଣ ବୁଝିବା? ତା ସହିତ ପରିବେଶରେ ଯୋଉ ଉପାଦାନ ଅଛି ତାକୁ ଆମେ ଦୁଇ ଭାଗରେ ବିଭକ୍ତ କରିଥିଲେ। କ'ଣ କ'ଣ ଥିଲା ନା ଗୋଟେ ଥିଲା ପ୍ରାକୃତିକ ଆଉ ଗୋଟେ ଥିଲା ମନୁଷ୍ୟକୃତ। ବୁଝିହେଲା? ତାପରେ ଆମେ ଦେଖିଥିଲେ ପରିବେଶର ଉପାଦାନ ଗୁଡ଼ିକୁ ଏମିତି ତିନି କାଟାଗୋରୀ କରାଯାଇଛି। ପ୍ରାକୃତିକ, ମନୁଷ୍ୟକୃତ ଯୋଉଟାକି ଏବେ ଆମେ ଦେଖିଲେ, ଆଉ ଗୋଟେ ହେଉଛି ପିଲାମାନେ ନିଜେ ମନୁଷ୍ୟ। ଇଏ ମଧ୍ୟ ଗୋଟେ ଆମର ଯୋଉ ପରିବେଶର ଆଉ ଗୋଟେ ଉପାଦାନ ଅଟେ। ତା ସହିତ ଦେଖିଥିଲେ ଯେ ପ୍ରାକୃତିକ ଯୋଉ ଉପାଦାନ ଅଛି ତାକୁ ପୁନର୍ବାର ଚାରି କାଟାଗୋରୀ କରାହେଇଥିଲା। ବାରିମଣ୍ଡଳ, ବାୟୁମଣ୍ଡଳ, ଅଶ୍ମମଣ୍ଡଳ ଆଉ ହେଉଛି ଜୈବମଣ୍ଡଳ। ସେମିତି ମନୁଷ୍ୟକୃତରେ ଏ ଯାକ ସବୁ ମନୁଷ୍ୟକୃତ ଥିଲା, ନାଇଁ କି? ତ ମଣିଷ ଯୋଉଟା ତିଆରି କରିଛି ସେଟା ହେଉଛି ମନୁଷ୍ୟକୃତ, ପ୍ରକୃତି ଯୋଉଟାକୁ ତିଆରି କରିଛି ତାକୁ ପ୍ରାକୃତିକ, ଆଉ ନିଜେ ମନୁଷ୍ୟ ମଧ୍ୟ ଗୋଟେ କ'ଣ ଥିଲା? ଗୋଟେ ଆମର ପରିବେଶର ଗୋଟେ ଉପାଦାନ ଥିଲା। ତାପରେ ଆମେ ଦେଖିଥିଲେ ଯୋଉ ଭୌତିକ ମଣ୍ଡଳ ବା ଯୋଉ ଭୌତିକ ପରିବେଶ ଅଛି, ସେ ଭୌତିକ ପରିବେଶରେ ଭୌତିକ ପରିବେଶର ଅର୍ଥ ହେଉଛି ପ୍ରାକୃତିକ ପରିବେଶ ଆମେ କହିପାରିବା, ହେଲା କି? ପ୍ରାକୃତିକ ପରିବେଶ। ତ ପ୍ରାକୃତିକ ପରିବେଶରେ ଯୋଉ ଚାରିଟା ଉପାଦାନ ରହିଲା ତା ବିଷୟରେ ଆମେ ଡିଟେଲ୍ସରେ ଆଲୋଚନା କରିଥିଲେ। ବର୍ତ୍ତମାନ ଦେଖିବା ଆମେ ପରିସଂସ୍ଥା କହିଲେ କ'ଣ। ତ ଦେଖ ପିଲା, ଆମର ଯୋଉ ଷ୍ଟୋରି ଥିଲା, ଯୋଉ ଷ୍ଟୋରିରେ ରଜତ ନାମକ ଯୋଉ ପିଲା ଥିଲା ତାକୁ ଧରିକି ଆମର ପରିସଂସ୍ଥା ବୋଲି ସେ କିଛି କହିବାକୁ ଚେଷ୍ଟା କରୁଛି। ତଥାପି ମୁଁ ସର୍ଟକଟରେ କହିଦେଉଛି। ଦେଖ, ପରିସଂସ୍ଥା ବୋଲି କ'ଣ? ଦେଖ, ଆମେ ଯେଉଁ ପରିବେଶରେ ରହୁଛେ ପିଲାମାନେ, ଆମେ ଯେଉଁ ଏରିଆରେ ରହୁଛେ ବା ଯେଉଁ ଜାଗାରେ ରହୁଛେ, ସେଠାରେ ଦେଖ ଆମ ସହିତ ଅନ୍ୟାନ୍ୟ ଜୀବଜନ୍ତୁ ବି ଅଛନ୍ତି ନା ନାହିଁ? ମିନ୍ସ ଆମେ ଯୋଉ ଜାଗାରେ ରହୁଥିବା ସେଠି ଗାଈ ବି ଅଛି, ସେଠି କୁକୁର ମଧ୍ୟ ଅଛି, ସେଠି ବିଲେଇ ମଧ୍ୟ ଅଛି, ସେଠି ପିମ୍ପୁଡ଼ି, ଜନ୍ଦା, ଗଛଲତା, ପୋକ, କୀଟ, ପତଙ୍ଗ ଏମାନେ ବି ଅଛନ୍ତି, ହଁ କି ନାହିଁ? ତ ଆମେ ଯେଉଁ ଜାଗାରେ ରହୁଛେ ସେ ଜାଗାରେ ଅନ୍ୟାନ୍ୟ ଜୀବଜନ୍ତୁ ମାନେ ବି ଅଛନ୍ତି, ତା ସହିତ ଗଛଲତା ବି ଅଛି। ତ ଆମେ ଆମେ ବଞ୍ଚିବା ପାଇଁ ସେମାନଙ୍କର ସାହାଯ୍ୟ ଦରକାର, ଆଉ ସେମାନେ ବଞ୍ଚିବା ପାଇଁ ଆମର ମଧ୍ୟ ସାହାଯ୍ୟ ଦରକାର। ତ ପରସ୍ପରକୁ ଯୋଉ ପରସ୍ପରର ସାହାଯ୍ୟରେ ସେମାନେ ଯୋଉ ବଞ୍ଚନ୍ତି, ତ ସେଇଟା ହେଲା ଗୋଟେ ଛୋଟିଆ ପରିସଂସ୍ଥା। ତ ଦେଖ, ଏଠାରେ ଗୋଟେ ପରିସଂସ୍ଥାର ଗୋଟେ ଛୋଟିଆ ଡେଫିନେସନ ଟି ବୁଝିବା ପାଇଁ ଚେଷ୍ଟା କରୁଛି ଯେ କୌଣସି ପରିବେଶରେ ରହିଥିବା ସମସ୍ତ ଜୀବଙ୍କ ମଧ୍ୟରେ, ଠିକ ଅଛି ନା? ସମସ୍ତ ସେ ମାନେ ସେ ଆମର ମଣିଷ ଭଳିଆ ଜୀବ ହଉ କିମ୍ବା ଗାଈ ଭଳିଆ ଜୀବ ହଉ କିମ୍ବା ମାଙ୍କଡ଼ ଭଳିଆ ଜୀବ ହଉ, ତ ସମସ୍ତ ଜୀବଙ୍କ ମଧ୍ୟରେ ଯୋଉ ନିର୍ଭରଶୀଳତା ଅଛି, ନିର୍ଭରଶୀଳତା କହିଲେ ଆମେ କ'ଣ ବୁଝିବା? ନା ପ୍ରତ୍ୟେକ ଜୀବ ବଞ୍ଚିବା ପାଇଁ ଅନ୍ୟ ଜୀବ ଉପରେ ନିର୍ଭର କରେ। ସିଏ ନଥିଲେ ଆମେ ବଞ୍ଚିପାରିବାନି, ତାକୁ ନିର୍ଭରଶୀଳତା ଆମେ କହିବା। ଠିକ ଅଛି ନା? ତ କୌଣସି ପରିବେଶରେ ରହିଥିବା ସମସ୍ତ ଜୀବଙ୍କ ମଧ୍ୟରେ ଯୋଉ ନିର୍ଭରଶୀଳତା ଅଛି, ତା ସହିତ ସେହି ଜୀବମାନଙ୍କ ମଧ୍ୟରେ ପରିବେଶ ଅନ୍ତର୍ଗତ ଯୋଉ ଭୌତିକ ଉପାଦାନ ଅଛି, ଭୌତିକ ଉପାଦାନ କହିଲେ ଆମେ କ'ଣ ବୁଝିବା? ନା ଭୌତିକ ଉପାଦାନର ଅର୍ଥ ହେଉଛି ପିଲାମାନେ ଏ ଯୋଉ ଜଳ, ବାୟୁ, ଠିକ ଅଛି, ଆଉ ମାଟି, ଜଙ୍ଗଲ, ଏସବୁ ହେଉଛି ଭୌତିକ ଉପାଦାନ। ତ ଜୀବଜଗତ ବଞ୍ଚିବା ପାଇଁ ଗୋଟେ ଜାଗାରେ ବା ଗୋଟେ ପରିବେଶରେ ଯେତିକି ଜୀବ ଅଛନ୍ତି ସମସ୍ତେ ପରସ୍ପର ଉପରେ ନିର୍ଭର କରନ୍ତି। ତା ସହିତ ପରିବେଶରେ ଯେତିକି ଭୌତିକ ଉପାଦାନ ଅଛି ସେ ଭୌତିକ ଉପାଦାନ ଉପରେ ମଧ୍ୟ ନିର୍ଭର କରନ୍ତି। ତା ସହିତ ରାସାୟନିକ ଉପାଦାନ ଉପରେ ମଧ୍ୟ ନିର୍ଭର କରନ୍ତି। ରାସାୟନିକ ଉପାଦାନ ହେଲେ କ'ଣ? ପିଲାମାନେ ତମାନେ ସମସ୍ତେ ପଞ୍ଚମ କ୍ଲାସରେ ପଢିଛ ଯେ ଆମେ ଖାଉଥିବା ଖାଦ୍ୟରେ କି ଶକ୍ତି ଥାଏ? ନା ରାସାୟନିକ ଶକ୍ତି ଥାଏ, ଠିକ ଅଛି ନା? ତ ସେଇଟା ଗୋଟେ ରାସାୟନିକ ଉପାଦାନ ହେଲା। ତ এই ପ୍ରକାର କିଛି ରାସାୟନିକ ଉପାଦାନ ମାନେ ପରିବେଶରେ ଥିବା ରାସାୟନିକ ଉପାଦାନ କିମ୍ବା ଭୌତିକ ଉପାଦାନ, ଏମାନଙ୍କ ଉପରେ ମଧ୍ୟ ଏଇ ଜୀବଜଗତ ନିର୍ଭର କରିଥାଏ। ତ এই ସମସ୍ତଙ୍କ ମଧ୍ୟରେ ଯୋଉ ଗୋଟେ ସମ୍ପର୍କ ଅଛି, ଯୋଉ ଅନ୍ତ ସମ୍ବନ୍ଧ ଅଛି, ସେଇ ଅନ୍ତ ସମ୍ବନ୍ଧରୁ ଗଢି ଉଠିଛି ଆମର ପରିସଂସ୍ଥା, ଠିକ ଅଛି ନା? ଆଉ ମନେ ରଖ, ଏ ସମସ୍ତେ ମିନ୍ସ ଏଇ ସମସ୍ତ ଯୋଉ ଜୀବଜଗତ ଏଇ ଯୋଉ ଶକ୍ତି ଆଉ ଯୋଉ ଦ୍ରବ୍ୟ ଅଛି ଏହାକୁ ଏମାନେ ମୁଖ୍ୟତଃ ଆଦାନ ପ୍ରଦାନ କରିଥାନ୍ତି। କ'ଣ ଆଦାନ ପ୍ରଦାନ କରିଥାନ୍ତି? ଦେଖ ପିଲା, ଆମେ ସମସ୍ତେ ଗଛଠୁ ଆମେ କ'ଣ ପାଉଛେ? ଗଛଠୁ ଆମେ ଫଳ ପାଉଛେ। ମିନ୍ସ ଗଛ ଠାରୁ ଆମେ ଆଣିଲେ ଫଳ, ତାକୁ ଆମେ ଦଉଛେ କ'ଣ? ନା ତାକୁ ଆମେ ପାଣି ଦଉଛେ, ତାକୁ ଦରକାର ପଡ଼ିଲେ ଆମେ କ'ଣ ସାର ମଧ୍ୟ ପ୍ରୟୋଗ କରୁଛେ, ହଁ କି ନାଇଁ? ତ ଆଦାନ ପ୍ରଦାନ, ଏହା ଦ୍ୱାରା ଆମେ ସମସ୍ତେ ବଞ୍ଚିକି ଅଛେ, ଠିକ ଅଛି? ବହୁତ ବଢିଆ। ତ ଏଇ ଯୋଉ ଷ୍ଟୁଡେଣ୍ଟ ତଥାପି ଆମେ ଟିକେ ପଢିଦେବା। ଦେଖ, ତ ରଜତଙ୍କ ସ୍କୁଲରେ ହଠାତ୍ କ'ଣ ହେଇଛି? ଗୋଟେ ଦିନ ଜାତୀୟ ସମର ଶିବିର ଆୟୋଜନ ହେଇଛି। ଜାତୀୟ ସମର ଶିକ୍ଷାର୍ଥୀ ଶିବିର ଆୟୋଜନ ହେଇଛି। ତ ଯାହାଦ୍ୱାରା କ'ଣ ହେଇଛି ନା ଦେଶର ଭିନ୍ନ ଭିନ୍ନ ଅଞ୍ଚଳର ପିଲାମାନେ ତାଙ୍କ ସ୍କୁଲକୁ ଆସନ୍ତି। ତ ସେ ଭିତରେ ଜେସି ବୋଲି ଗୋଟେ ଝିଅଟେ ଥିଲା, ଯିଏକି କେରଳର ଗୋଟେ ଝିଅ ଥିଲା। ମନେ ରଖ ପିଲାମାନେ, ଷ୍ଟୋରି କିଛି ଆସିବ ନାହିଁ ପରୀକ୍ଷାରେ। ମୁଁ ଖାଲି ଯେହେତୁ ତମ ବହିରେ ଅଛି, ତ ଏଇ ଯୋଉ ପରିସଂସ୍ଥା ରିଲେଟେଡ ଏଇ ଷ୍ଟୋରିଟା କ'ଣ ଅଛି ତାକୁ ବୁଝିବା ପାଇଁ ମୁଁ କେବଳ ପଢି ଦଉଛି, ଠିକ ଅଛି? ତ ତାଙ୍କ ସ୍କୁଲକୁ କେରଳର ଗୋଟେ ଝିଅ ଆସିଥିଲା, ତା ନାଁ ହେଉଛି ଜେସି। ତ ଜେସି ତାଙ୍କ ରାଜ୍ୟରେ କ'ଣ ହଉଛି ସେ କହୁଛି। ତ ଜେସି ତାଙ୍କ ରାଜ୍ୟରେ ପ୍ରବଳ ବର୍ଷା ହେବା କଥା କହିଲା, ଆଉ ତାଙ୍କ ଏରିଆରେ ଚିର ସବୁଜ ଭୂମି, ହେଲା କି? ଯୋଉ ଭୂମିରେ ସବୁବେଳେ ଗଛଲତା ଭରପୁର ହେଇ ରହୁଥିବ ତାକୁ ଆମେ ଚିର ସବୁଜ ଭୂମି କହିବା, ଠିକ ଅଛି? ତ ଚିର ସବୁଜ ଭୂମି କଥା କହିଲା। ତା ସହିତ ଯୋଉ
ମାନେ ବଡ ଏରିଆରେ ବିସ୍ତୀର୍ଣ୍ଣ ବୋଲେ ବଡ ଏରିଆରେ ଯୋଉ ନଡିଆ ଗଛ ବାଡ ଅଛି ହେଲା କି ତା ବିଷୟରେ ମଧ୍ୟ ସିଏ ସମସ୍ତଙ୍କୁ ଜଣାଇଲା, ସମସ୍ତଙ୍କୁ ନିମନ୍ତ୍ରଣ ମଧ୍ୟ କଲା ଆସିବ ବୋଲି। ସେମିତି ରାଜସ୍ଥାନ ରାଜ୍ୟର ଜୈସଲମରରୁ ଗୋଟେ ପିଲା ଆସିଥିଲା, ତା ନାଁ ହଉଛି ହୀରା। ସିଏ ତା ଏରିଆ ବିଷୟରେ କହିଲା ଯେ ଆମେ ମାନେ ଦେଖ କେରଳର ଯୋଉ ଝିଅଟା ହେଇଥିଲା ସେ କହିଲେ ଯେ ତାଙ୍କ ଏରିଆରେ ପ୍ରବଳ ବର୍ଷା ହଉଛି, କିନ୍ତୁ ରାଜସ୍ଥାନର ଜୈସଲମେରରୁ ଆସିଥିବା ଝିଅଟି କହୁଛି ଆମର ଏଠାରେ ପ୍ରାୟ ବର୍ଷା ହୁଏ ନାହିଁ, ଯୁଆଡେ ଦେଖିବ ସିଆଡେ ଖାଲି ବାଲି ଆଉ ଛୋଟ ଛୋଟ କଣ୍ଟା ଗଛ, ଆଉ ତମ ଆଖି ଯେଉଁ ପର୍ଯ୍ୟନ୍ତ ଦେଖିପାରିବ ତମେ କେବଳ ଏଇ ବାଲି ଆଉ ଛୋଟ ଛୋଟ କଣ୍ଟା ଗଛ ଏକା ଦେଖିବ। ଏ ଭିତରେ କଣ ହେଇଛି ନା ରଜ ତ ମଝିରେ ଟିକେ କହିଦେଇଛି କଣ ନା ତୁମ ଅଞ୍ଚଳରେ କିନ୍ତୁ ଓଟ ତ ଦେଖିବାକୁ ମିଳନ୍ତି। ତ ସାଙ୍ଗେ ସାଙ୍ଗେ ଏଇ ଯୋଉ ହୀରା କହୁଛି କଣ କହୁଛି ଯେ କେବଳ ଓଟ ନାହିଁ, ଓଟ ସହିତ ମରୁଭୂମିରେ ତମେ ସାପ ସରୀସୃପ ଅନ୍ୟାନ୍ୟ କୀଟ ପତଙ୍ଗ ମଧ୍ୟ ଦେଖିବାକୁ ପାଇପାରିବ। ଠିକ ଅଛି। ତ ଦେଖ ଦେଖ ବୋଲେ ଏଇଟା ଗୋଟେ ପରିବେଶର ଗୋଟେ ଛୋଟିଆ ଚିତ୍ରଟେ ଦେଇଛି। ଏଇଟା ହଉଛି ପିଲାମାନେ ଗୋଟେ ପରିବେଶ ନାହିଁ ପରିସଂସ୍ଥା, ଯେଉଁ ଦେଖ ଏଇଟାକୁ ଆମେ ପୋଖରୀ ପରିସଂସ୍ଥା ବା ଗୋଟେ ଝରଣା ପରିସଂସ୍ଥା ବି କହିପାରିବା। ଏ ଦେଖ ଏଇଟା ହଉଛି ତମର ଏଇଟା ପାଣି ଯାଇଛି, ସାଇଡରେ ଗଛଲତା ଅଛି, କିଛି ପଶୁପକ୍ଷୀ ଏଠି ପାଣି ପିଉଛନ୍ତି, ମାନେ ଜଳଚର ପ୍ରାଣୀ ସ୍ଥଳଚର ପ୍ରାଣୀ, ତା ସହିତ ଜଳଚର ଗଛ ଆଉ ସ୍ଥଳଚର ଗଛଲତା ଅଛନ୍ତି, ଆଉ ତା ସହିତ ଏଠି କଣ ଘାସ ଫାସ ଅଛି। ତ ପିଲାମାନେ ଏଇ ଯୋଉ ପରିସଂସ୍ଥା ଅଛି, ପରିସଂସ୍ଥାରେ ଯେତେ ଜୀବଜନ୍ତୁ ଯେତେ ଗଛଲତା ଯେତେ ଭୌତିକ ଉପାଦାନ ଅଛି, ଭୌତିକ ଉପାଦାନ ଏଠାରେ ପିଲାଙ୍କୁ କଣ ହେଇପାରିବ କହିଲ, ଏ ଜଳ ହଉଛି ଏଠାରେ ଗୋଟେ ଭୌତିକ ଉପାଦାନ। ଏମାନେ ଯୋଉ ଶ୍ୱାସକ୍ରିୟା କରୁଛନ୍ତି ବାୟୁ, ସେଇଟା ମଧ୍ୟ ଗୋଟେ ଭୌତିକ ଉପାଦାନ ହବ। ଏମାନେ ଯୋଉ ଖାଦ୍ୟ ଖାଉଛନ୍ତି ପିଲାମାନେ ସେ ଖାଦ୍ୟରେ ଅଛି ରାସାୟନିକ ଶକ୍ତି, ସେଇଟା ହବ ରାସାୟନିକ ଉପାଦାନ। ବୁଝିଗଲା? ତ ଭୌତିକ ଉପାଦାନ ରାସାୟନିକ ଉପାଦାନ ତା ସହିତ ପ୍ରତ୍ୟେକ ଜୀବ ବଞ୍ଚିବା ପାଇଁ ଅନ୍ୟ ଜୀବମାନଙ୍କ ଉପରେ ମଧ୍ୟ ନିର୍ଭର କରେ। ତ ଏହାକୁ ପରିସଂସ୍ଥା ବୋଲି ଆମେ କହିପାରିବା। ଠିକ ଅଛି। ଓକେ। ତ ରଜ ତ ଆଶ୍ଚର୍ଯ୍ୟ ହୋଇ ଭାବିଲା ଯେ ଭାରତ ହଉଛି ଗୋଟେ ଦେଶ, କିନ୍ତୁ ଭାରତ ଦେଶରେ ଭିନ୍ନ ଭିନ୍ନ ରାଜ୍ୟ ଅଛି, ତ ଭିନ୍ନ ଭିନ୍ନ ଅଞ୍ଚଳ ଅଛି। ତ ଭିନ୍ନ ଭିନ୍ନ ଯଦି ଅଞ୍ଚଳ ଅଛି ତ ଦେଖ ପାଣିପାଗ ଭିନ୍ନ, ଜଳବାୟୁ ଭିନ୍ନ, ଗଛଲତା ଭିନ୍ନ, ନାଇଁ କି? ତ ଅଞ୍ଚଳରୁ ଅଞ୍ଚଳକୁ ବୃକ୍ଷଲତା ଆଉ ପ୍ରାଣୀ ଲୋକମାନଙ୍କର ଚାଲିଚଳନରେ ମଧ୍ୟ ପାର୍ଥକ୍ୟ ରହୁଛି। କିନ୍ତୁ କାହିଁକି କାହିଁକି ରହୁଛି ବୋଲି ରଜ ଭାବିଲା। ଆଚ୍ଛା, ଏଗୁଡିକ କଣ ପରସ୍ପର ସମ୍ବନ୍ଧିତ? ପରସ୍ପର ତ କୋଉଟା ନା ଆମେ ଯୋଉ ଜାଗାରେ ରହୁଛେ ସେ ଜାଗାର ପାଣିପାଗ ଯାହା, ସେ ଜାଗାରେ ଗଛଲତା ସେ ଟାଇପର ଥିବ, ଲୋକମାନେ ସେ ପ୍ରକାର ଖାଦ୍ୟ ମାନେ ଖାଉଥିବେ ପିଉଥିବେ, ସେ ଲୋକମାନେ ସେ ପ୍ରକାର ରହୁଥିବେ, ନାଇଁ କି? ତ ଏମାନଙ୍କ ସହିତ କଣ ସମ୍ପର୍କ ଅଛି କି? ତ ରାଜ ଯାଇ ସାଙ୍ଗେ ସାଙ୍ଗେ ଶିକ୍ଷକଙ୍କୁ ଏ ବିଷୟରେ ପଚାରିଲା। ତ ଶିକ୍ଷକ କହିଲେ ହଁ, ଆଞ୍ଚଳିକ ପରିବେଶ ସହ ହେଲେ ଗୋଟେ ଅଞ୍ଚଳରେ ଯୋଉ ପ୍ରକାର ପରିବେଶ ଅଛି ତାକୁ ଧରି ସେ ଜାଗାର ଗଛଲତା ପ୍ରାଣୀ ଲୋକମାନଙ୍କ ଚାଲିଚଳନରେ ଯଥେଷ୍ଟ ସମ୍ପର୍କ ରହିଛି ବୋଲି କହୁଛନ୍ତି। ପ୍ରକୃତରେ ସମସ୍ତ ଗଛଲତା ପ୍ରାଣୀ ଆଉ ମନୁଷ୍ୟ ବଞ୍ଚିବା ପାଇଁ ପରିବେଶ ଉପରେ ନିର୍ଭର କରନ୍ତି। ମିନ୍ସ ଯଦି ପରିବେଶ ରହିବ ନାହିଁ ବା ପରିବେଶ ଯଦି ଦୂଷିତ ହେଇଯିବ, ତେବେ ଏଇ ଯୋଉ ମନୁଷ୍ୟ ପ୍ରାଣୀ ଆଉ ବୃକ୍ଷଲତା ଏମାନେ ବଞ୍ଚିବାଟା ବହୁତ କଷ୍ଟ ହୋଇପଡିବ। ବୁଝିପାରିଲ ପିଲାମାନେ? ସେଥିପାଇଁ ଆମେ କେବେ ମଧ୍ୟ ଆମର ପରିବେଶକୁ ମଇଳା କରିବା ନାହିଁ, ଦୂଷିତ କରିବା ନାହିଁ। ଠିକ ଅଛି। ଅନେକ ସମୟରେ ଏଇ ଯୋଉ ଏମାନେ ପରସ୍ପର ଉପରେ ମଧ୍ୟ ନିର୍ଭର କରିଥାନ୍ତି। ତ ପରିବେଶରେ ଯେତେ ଗୋଟେ ଜୀବଜନ୍ତୁ ରହିଛନ୍ତି ବଞ୍ଚିବା ପାଇଁ ଏମାନେ ସମସ୍ତେ ପରସ୍ପର ଉପରେ ନିର୍ଭର କରନ୍ତି। ସେ ପ୍ରାଣୀ ହଉ କିମ୍ବା ଉଦ୍ଭିଦ ହଉ କିମ୍ବା ମନୁଷ୍ୟର ପରସ୍ପର ସହିତ ତଥା ସେମାନଙ୍କ ପରିବେଶ ସହିତ ଗଢି ଉଠୁଥିବା ନିବିଡ଼ ସମ୍ପର୍କ ତଥା ନିର୍ଭରଶୀଳତାରୁ ପରିସଂସ୍ଥା ତିଆରି। ଯୋଉଟା ମୁଁ କହୁଥିଲି ଯେ ପ୍ରତ୍ୟେକ ପ୍ରାଣୀ କିମ୍ବା ଉଦ୍ଭିଦ କିମ୍ବା ଏଇ ପ୍ରାଣୀ ଆଉ ଉଦ୍ଭିଦ ମଧ୍ୟରେ ଯୋଉ ସମ୍ପର୍କ ଅଛି ତା ସହିତ ପରିବେଶ ସହିତ ଯୋଉ ମାନେ ଯୋଉ ଜଟିଳ ସମ୍ପର୍କ ଅଛି, ସେ ସମ୍ପର୍କରୁ ହିଁ ତିଆରି ହୋଇଥାଏ ପରିସଂସ୍ଥା। ସୂତ୍ରମେ ଏକ ବିସ୍ତୃତ ଚିରହରିତ ଅରଣ୍ୟ ଗୋଟେ ପରିସଂସ୍ଥା ହେଇପାରିବ। ଚାରଣ ଭୂମି ଯେଉଁଠି ଘାସ ହିଁ ଥିବ ସେଇଟା ମଧ୍ୟ ଗୋଟେ ପରିସଂସ୍ଥା ହେଇପାରିବ। ତ ମନେ ରଖ ପିଲାମାନେ, ପରିସଂସ୍ଥାର ଯଦି ଉଦାହରଣ ପଚାରିଲା ଏଇଟା ଲେଖିବ। ବିସ୍ତୃତ ଚିରହରିତ ଅରଣ୍ୟ, ଚାରଣଭୂମି, ମରୁଭୂମି, ପର୍ବତ, ହ୍ରଦ, ନଦୀ, ମହାସାଗର, ଛୋଟିଆ ଗୋଟେ ପୁଷ୍କରିଣୀ, ଏ ସବୁ ଯାକ ଗୋଟେ ପରିସଂସ୍ଥା ବୋଲି ଆମେ କହିପାରିବା। ଆଚ୍ଛା, ତୁମ ଘର ପାଖ ଖେଳ ପଡିଆ ବା ପାର୍କରେ ଏମିତି କି ଛୋଟ ପରିସଂସ୍ଥା ଗଢି ଉଠୁଛି କି? ତ ଆନ୍ସର ହବ ପିଲାମାନେ ହଁ। ମିନ୍ସ ସେଇ ଖେଳ ପଡିଆରେ କୋଉ କୋଉ ଜୀବଜନ୍ତୁ ରହୁଛନ୍ତି, କୋଉ କୋଉ ପ୍ରକାର ଭୌତିକ କିମ୍ବା ରାସାୟନିକ ଉପାଦାନ ଅଛି, ଏ ସବୁକୁ ନେଇ ଗୋଟେ ଗୋଟେ ପରିସଂସ୍ଥା ତିଆରି ହେଇପାରିବ। ବୁଝିଗଲା? ନେକ୍ସଟ ଦେଖିବା ପିଲାମାନେ ମାନବୀୟ ପରିବେଶ। କଣ ମାନବୀୟ ପରିବେଶ? ଆମେ ଆରମ୍ଭରୁ ଦେଖିଛେ ଯେ ଯୋଉ ପରିବେଶର ଯୋଉ ଉପାଦାନ ଅଛି, ପ୍ରାକୃତିକ ଉପାଦାନ, ମନୁଷ୍ୟଗତ ଉପାଦାନ ଆଉ ନିଜେ ମନୁଷ୍ୟ ମଧ୍ୟ। ତ ମନୁଷ୍ୟ ପିଲାମାନେ ନିଜର ଆବଶ୍ୟକତା ମେଣ୍ଟାଇବା ପାଇଁ ପ୍ରାକୃତିକ ପରିବେଶ ଉପରେ ସେ ନିର୍ଭର କରିଥାଏ, ନାଇଁ କି? ଯେମିତି ସମୟ ବିତି ଯାଇଛି ମନୁଷ୍ୟର ଆବଶ୍ୟକତା ମଧ୍ୟ ବଢିଛି, ଆଉ ସେ ଆବଶ୍ୟକତାକୁ ପୂରଣ କରିବା ପାଇଁ ସେ ପ୍ରାକୃତିକ ପରିବେଶକୁ ପରିବର୍ତ୍ତନ ମଧ୍ୟ କରୁଛି। ତ ପରିବେଶକୁ ବ୍ୟବହାର କରି ସେ ଯଦି ନିଜର ଆବଶ୍ୟକତାକୁ ମେଣ୍ଟେଇବ ତ ଓବିୟସଲି ପରିବେଶରେ କଣ ଆସିବ ନା ପରିବର୍ତ୍ତନ ଆସିବ। ଆଦିମ ମଣିଷର ଅର୍ଥ ହଉଛି ଆମର ଯୋଉ ପୂର୍ବଜ ମାନେ ଯେତେବେଳେ ବଣ ମଣିଷ ରହୁଥିଲେ ସେମାନଙ୍କର ପିଲାମାନେ ଆବଶ୍ୟକତା କଣ ଥିଲା? ବହୁତ କମ ଥିଲା। ତମାନେ ପଢିଥିବ ଯେ ଯେତେବେଳେ ଆଦିମ ମଣିଷ ଥିଲେ ଯୋଉମାନେ କି କେବଳ ଖାଲି ଗୋଟେ ମାନେ ଲାଜ ଲୁଚେଇବା ପାଇଁ କେବଳ ଗୋଟେ କପଡା ବ୍ୟବହାର କରୁଥିଲେ, ଆଉ ଯାଯାବର ଜୀବନ ଯାପନ କରୁଥିଲେ, ଗୋଟେ ଜାଗାରୁ ଅନେକ ଜାଗାକୁ ଯାଇକି ଖାଦ୍ୟ ଅନ୍ୱେଷଣ କରିକି ରହୁଥିଲେ। ସେ ସମୟ ତାଙ୍କୁ ନା ମୋବାଇଲ ଦରକାର ଥିଲା, ନା ବେଗ ଦରକାର ଥିଲା, ନା ଗାଡି ଦରକାର ଥିଲା, ନା ଚପଲ ଦରକାର ଥିଲା, କଣ ଦରକାର ଥିଲା?
କିଛି ଦରକାର ନଥିଲା। ମିନ୍ସ ସେମାନଙ୍କର ଆବଶ୍ୟକତା କ'ଣ ଥିଲା ନା ବହୁତ କମ୍ ଥିଲା, ନାଇଁ କି? ତ ସେମାନେ ପ୍ରକୃତି ସହିତ ନିଜକୁ ଖାପ ଖୁଆଇ ଚଳୁଥିଲେ। ସେ ଆବଶ୍ୟକ ପଦାର୍ଥ ମାନ ସିଧାସଳଖ କ'ଣ ନା ନିଜ ଚତୁଃପାର୍ଶ୍ୱରୁ ପାଇଯାଉଥିଲେ। ମିନ୍ସ କିଏ ଯଦି କିଛି ଖାଇବାକୁ ଅଛି ସିଧା ଗଛରୁ ତୋଳିଲା ଖାଇଲା। ଆଉ ଆମର ଭଳିଆ ଗଛରୁ ତୋଳିକି ଆଣିକି ଘରେ ମସଲା ମସଲି ପକେଇକି ପିଆଜ ପକେଇକି ତେଲ ପକେଇକିରି ଛାଣାଛାଣି କରିକି ରୋଷେଇ କରିକି ଆମେ ଯେମିତି ଖାଉଛେ, ସେ ସମୟ ଲୋକମାନେ ସେମିତି ଖାଉନଥିଲେ। ଯାହା ଖାଉଥିଲେ ସେମାନେ ସିଧାସଳଖ ଗଛରୁ ତୋଳି ଦଉଥିଲେ ଖାଉଥିଲେ। ଠିକ ଅଛି ନା? ତ ସେମାନଙ୍କର ଆବଶ୍ୟକତା ବହୁତ କମ୍ ଥିଲା। ଆଉ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ସେମାନେ ସିଧାସଳଖ ତାଙ୍କ ଚତୁଃପାର୍ଶ୍ୱରୁ ହିଁ ସଂଗ୍ରହ କରୁଥିଲେ। କିନ୍ତୁ ଯେମିତି ସମୟ ବିତି ଯାଇଛି ମଣିଷର କ'ଣ ହେଇଛି ନା ମଣିଷର ଆବଶ୍ୟକତା କ୍ରମଶଃ ବଢିବା ଲାଗିଛି। ମିନ୍ସ ମଣିଷ ଦେଖିଲା ଯେ ଆଗ ଯୋଉ କଞ୍ଚା ଖାଦ୍ୟ ଖାଇଯାଉଥିଲା, ସରି ପିଲାମାନେ, ତ ଯେମିତି ସମୟ ବିତି ଯାଇଛି ତ ମଣିଷର କ'ଣ ହେଇଛି ନା ଆବଶ୍ୟକତା ମଧ୍ୟ ବଢି ବଢି ଯାଇଛି। ତ ଆଗକାଳ ଲୋକମାନଙ୍କର ଆବଶ୍ୟକତା ବହୁତ କମ୍ ଥିଲା ବା ପ୍ରାୟ ନଥିଲା ବୋଲି କହିଲେ ଚଳେ। କିନ୍ତୁ ଏବେ କ'ଣ ହଉଛି ନା ମନୁଷ୍ୟର ଆବଶ୍ୟକତା ବଢିବାରେ ଲାଗିଛି। ସେ ସମୟରେ ନା ମୋବାଇଲ ଫୋନ ଥିଲା, ନା ବେଗ ଥିଲା, ନା ଗାଡି ଥିଲା, ନା ଘୋଡା ଥିଲା, କ'ଣ ଥିଲା କିଛି ନାହିଁ। କିନ୍ତୁ ଏବେ ଆମମାନଙ୍କୁ ସେ ସବୁ ଜିନିଷ ଦରକାର ପଡୁଛି, ନାଇଁ କି? ତ ସେ ପରିବେଶକୁ କ'ଣ ହେଲା ନା ଧୀରେ ଧୀରେ ବ୍ୟବହାର କରିକି ନିଜର ଆବଶ୍ୟକୀୟ ଜିନିଷ ଗୁଡ଼ିକ ସବୁ ତିଆରି କଲା। ସେଥିପାଇଁ ସେ ନିଜର ଜ୍ଞାନ ପ୍ରଯୁକ୍ତି ବିଦ୍ୟା ନିଜର ଉପାୟ ସବୁ ବ୍ୟବହାର କଲା। ଧୀରେ ଧୀରେ ସେ କୃଷି କରିବା ଜାଣିଲା, ନାଇଁ କି? ଆଉ ପଶୁଙ୍କୁ ଘରେ ରଖି ପାଳନ କଲା। ଆଉ ଯୋଉ ଯାଯାବର ଜୀବନ ଯାପନ କରୁଥିଲା, ମିନ୍ସ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯୋଉ ଯାଇକି ବଞ୍ଚୁଥିଲା, ସେ ଜୀବନ ଶୈଳୀକୁ ତ୍ୟାଗ କରିକି ଛାଡିକି ସେ ନିର୍ଦ୍ଦିଷ୍ଟ ଜାଗାରେ ରହି ଚାଷବାସ କରି ରହିବା ଆରମ୍ଭ କରିଲା। ତାପରେ ଧୀରେ ଧୀରେ ଗାଡି ଚକ ବାହାରିଲା, ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଇଲା। ଆଉ ଧୀରେ ଧୀରେ କ'ଣ ହେଲା ପିଲାମାନେ ନା ଦ୍ରବ୍ୟ ବିନିମୟ ଆରମ୍ଭ ହେଲା। ଦ୍ରବ୍ୟ ବିନିମୟ ବୋଲେ କ'ଣ ରେ? ଦେଖ ପିଲେ, ଆଜିକା ଟାଇମରେ ଯଦି ଆମକୁ ଯଦି କିଛି ଜିନିଷ ଦରକାର ଅଛି, ଆମେ କ'ଣ କରୁଛେ ନା ପଇସା ଦଉଛେ ଜିନିଷ କିଣୁଛେ, ନାଇଁ କି? ପଇସା ଦେଲେ ଜିନିଷ କିଣିଲେ। କିନ୍ତୁ ମନେ ରଖ, ଆଜିକି ଯଦି ଆମେ 400 500 600 ବର୍ଷ ପଛକୁ ଯଦି ଆମେ ପଳେଇବା, ସେ ସମୟରେ ପିଲାମାନେ ପଇସା ନଥିଲା। ବର୍ତ୍ତମାନ ଆମେ ଯୋଉ ଟଙ୍କା ବ୍ୟବହାର କରୁଛେ, ସେ ଟଙ୍କାକିଆ ଗେଣ୍ଡୁ ହଉ କିମ୍ବା 5 ଟଙ୍କିଆ ଗେଣ୍ଡୁ ହଉ କିମ୍ବା 5 ଟଙ୍କିଆ ନୋଟ ହଉ କିମ୍ବା 10 ଟଙ୍କିଆ ନୋଟ ହଉ କିମ୍ବା 50 ଟଙ୍କିଆ 100 ଟଙ୍କିଆ 500 ଟଙ୍କିଆ ଯୋଉ ନୋଟ ଆମେ ବ୍ୟବହାର କରୁଛେ, 600 ବର୍ଷ ତଳେ ନୋଟ ନଥିଲା। ସେତେବେଳେ ପଇସା ପ୍ରାୟ ନଥିଲା କହିଲେ ଚଳେ। ତାହେଲେ ସେତେବେଳେ ଲୋକମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ଜିନିଷପତ୍ର କିଣା ବିକା କିଣି କରୁଥିଲେ। ନା ତୁ ମତେ ଜିନିଷ ଦେବୁ, ମୁଁ ତତେ ଜିନିଷ ଦେବି। ମୁଁ ତତେ ଯାଇ କେଜି ଦେବି, ତୁ ମତେ ମର୍ଚ କେଜି ଦେବୁ, କି କୋବି କେଜି ଦେବୁ, କି ଚାଉଳ କେଜି ଦେବୁ। ଏମିତି ଜିନିଷ ଦ୍ୱାରା ହିଁ ସେମାନେ ଦେଣ ନେଣ କରୁଛନ୍ତି, ଯାହାକୁ କହୁଛି ଦ୍ରବ୍ୟ ବିନିମୟ ବୋଲି କୁହାଯାଏ। ବୁଝିହେଲା ନା? ତ ଖାଦ୍ୟ ଉତ୍ପାଦନ ବଢିଲା, ଦ୍ରବ୍ୟ ବିନିମୟ ଆରମ୍ଭ ହେଲା, ବାଣିଜ୍ୟ କାରବାର ମଧ୍ୟ ବୃଦ୍ଧି ପାଇଲା। ତାପରେ ପିଲାମାନେ ଆସିଲା ଆମର ଶିଳ୍ପ ବିପ୍ଳବ ହେଲା। ଶିଳ୍ପ ବିପ୍ଳବ ବେଲେ କ'ଣ ନା ଅତ୍ୟଧିକ ମାତ୍ରାରେ ଦେଶରେ କ'ଣ ହେଲା ନା କଳକାରଖାନା ସବୁ ତିଆରି ହେଲା, ହେଲା କି? ପାଖାପାଖି ଆମର 1700 ରୁ 1800 ମସିହା ଟାଇମ ପିରିୟଡରେ ଆମର ୟୁରୋପ ମହାଦେଶରେ, ହେଲା କି? କେଉଁ ମହାଦେଶରେ? ୟୁରୋପ ମହାଦେଶରେ। ଯେମିତି ଆମର ଏସିଆ ଯେମିତି ଗୋଟେ ମହାଦେଶ ଅଛି, ଆଫ୍ରିକା ଯେମିତି ମହାଦେଶ ଅଛି, ୟୁରୋପ ବୋଲି ଗୋଟେ ମହାଦେଶ ଅଛି, ସମସ୍ତେ ଶୁଣିଥିବ। ତ ଏଇ ଟାଇମ ପିରିୟଡରେ ପିଲାମାନେ ୟୁରୋପରେ କ'ଣ ହେଇଛି ନା ଶିଳ୍ପ ବିପ୍ଳବ ବୃଦ୍ଧି ପାଇଲା। ମିନ୍ସ ଅତ୍ୟଧିକ ମାତ୍ରାରେ କଳକାରଖାନା ତିଆରି ହେଲା, ବହୁତ ଜିନିଷ ସବୁ ତିଆରି ହେଲା। ତ ଶିଳ୍ପ ବିପ୍ଳବ ଯୋଗୁଁ କ'ଣ ହେଲା ନା ବିଭିନ୍ନ ପ୍ରକାର ପିଲାମାନେ ଦ୍ରବ୍ୟ ସବୁ ଉତ୍ପାଦନ ହେଲା। ବିଭିନ୍ନ ଉତ୍ପାଦନ ହେଲାର ଅର୍ଥ ହଉଛି ତିଆରି ହେଲା। ତା ସହିତ ପରିବହନ ଦ୍ରୁତତର ହେଲା। ପରିବହନ ବେଲେ କ'ଣ ପିଲାମାନେ ନା ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯିବା ପାଇଁ ଯୋଉ ଆମେ ଗାଡି ମଟର ବ୍ୟବହାର କରୁଛେ, ଏହାକୁ ପରିବହନ କୁହାଯାଏ। ଓକେ, ତ ଯେମିତି ଶିଳ୍ପ ବିପ୍ଳବ ହେଇଛି, ଏ ପରିବହନ ମଧ୍ୟ ଧୀରେ ଧୀରେ ବଢିବାକୁ ଲାଗିଲା। ମିନ୍ସ ଶିଳ୍ପ ବିପ୍ଳବ ହେବା ପୂର୍ବରୁ ଲୋକମାନେ କାହିଁ କିଏ ଗାଡି ଘୋଡା ବ୍ୟବହାର କରୁଥିଲେ। କିନ୍ତୁ ଶିଳ୍ପ ବିପ୍ଳବ ପରେ ଯେହେତୁ ବହୁତ ସାରା ଜିନିଷ ଉତ୍ପାଦନ ହେଲା, ତାକୁ ବିକ୍ରି କରିବା ପାଇଁ, ତାକୁ ମାର୍କେଟ ନେବା ପାଇଁ କ'ଣ ହେଲା ନା ବହୁତ ସାରା ଗାଡି ଘୋଡା ସବୁ ତିଆରି ହେଲା। ଯାହାଦ୍ୱାରା ପରିବହନ ମଧ୍ୟ କ'ଣ ହେଲା ଦ୍ରୁତତର ବଢିବାକୁ। ସୂଚନା ଅନୁଯାୟୀ ବିପ୍ଳବ ଯୋଗୁଁ, ଏଇ ଯୋଉ ଶିଳ୍ପ ବିପ୍ଳବ ଯୋଗୁଁ ସମଗ୍ର ପୁରା ପୃଥିବୀରେ ପିଲାମାନେ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ସହଜ ହେଲା। ଯୋଗାଯୋଗ ବେଲେ ଆମେ କ'ଣ ବୁଝିବା ନା ଯାହା ଦ୍ୱାରା ଆମେ ମନର ଭାବକୁ ପରିପ୍ରକାଶ କରିପାରୁଛେ ଅନ୍ୟମାନଙ୍କୁ, ତାକୁ ଯୋଗାଯୋଗ କୁହାଯାଏ। ଯେମିତିକି ଆମେ ମୋବାଇଲ ଫୋନ ମାଧ୍ୟମରେ ଆମ ସମ୍ପର୍କୀୟ ଲୋକମାନଙ୍କ ସହିତ କଥା ହଉଛେ। ଆମ ବାବା ସହିତ, ମମି ସହିତ, କକା ସହିତ, ଖୁଡି ସହିତ, ମାମୁଁ ସହିତ, ମାଇଁ ସହିତ, କିମ୍ବା ଭାଇ ଭଉଣୀ, ଆମେ ସମସ୍ତେ କ'ଣ କରୁଛେ ନା ଫୋନ ମାଧ୍ୟମରେ କଥାବାର୍ତ୍ତା ହଉଛେ। ଆଚ୍ଛା, ଆଉ କ'ଣ ହେଇପାରେ ଯୋଗାଯୋଗ ମାଧ୍ୟମ? ପଞ୍ଚମ କ୍ଲାସରେ ପଢୁଛେ ପିଲାମାନେ, ତମାନେ ସମସ୍ତେ ଗୋଟେ ଫୋନ ହେଲା। ଆଉ ହେଲା ପିଲାମାନେ ନ୍ୟୁଜ ପେପର। ଆମେ ଯଦି ନ୍ୟୁଜ ପେପର ପଢିବା, ହେଲା, ନ୍ୟୁଜ ପେପର ପଢିବା ତ ଦେଶ ବିଦେଶର ଖବର ଆମେ ଜାଣୁଛେ କି ନାହିଁ? ଜାଣୁଛେ। ତ ନ୍ୟୁଜ ପେପର ମଧ୍ୟ ଗୋଟେ ଯୋଗାଯୋଗର ମାଧ୍ୟମ ହେଇପାରିବ। ଟିଭି ଆମେ ଦେଖୁଛେ, ଟିଭିରେ ନ୍ୟୁଜ ଚ୍ୟାନେଲ ଦେଖୁଛେ, କିମ୍ବା ଏଣ୍ଟରଟେନମେଣ୍ଟ ଜିନିଷ ମଧ୍ୟ ଦେଖୁଛେ, ମିନ୍ସ ଗୀତ କିମ୍ବା କୌଣସି ଫିଲ୍ମ କିମ୍ବା କାର୍ଟୁନ ବି ଦେଖୁଛେ, ତ ସେଇଟା ମଧ୍ୟ ଗୋଟେ ଯୋଗାଯୋଗର ମାଧ୍ୟମ। ଠିକ ଅଛି, ନ୍ୟୁଜ ପେପର, ଟିଭି, ତା ସହିତ ରେଡିଓ ମଧ୍ୟ ହବ, ହେଲା କି? ରେଡିଓ, ତା ସହିତ ଇଣ୍ଟରନେଟ, କ'ଣ ଇଣ୍ଟରନେଟ, ତା ସହିତ ଫୋନ, ଏ ସବୁ ହଉଛି ପିଲାମାନେ ଗୋଟେ ଗୋଟେ ଆମର ଯୋଗାଯୋଗର ମାଧ୍ୟମ। ତ ଯୋଗାଯୋଗ ମାଧ୍ୟମ ତ ଧୀରେ ଧୀରେ ବଢିବାକୁ ଲାଗିଲା। ମଣିଷର ଜୀବନଧାରା ନିହାତି ରୂପେ ପରିବେଶ ଦ୍ୱାରା ପ୍ରଭାବିତ ହୁଏ। ସତ କଥା, ଆମେ ଯେଉଁ ପ୍ରକାର ପରିବେଶରେ ରହିବା, ତ ସେ ପ୍ରକାର ଆମର ଜୀବନଧାରା ହବ। ଯଦି ଆମେ ଦେଖ ରାଜସ୍ଥାନର ଯୋଉ ଜୈସଲମେର ବା ରାଜସ୍ଥାନ ଏରିଆ ଯଦି ଆମେ ରହିବା, ତ
तो सेटा हम जानछे जे प्रबल खरा जदि प्रबल खरा तो आमे सेटरे पिला माने के मध्य डार्क सार्ट बोले पूरा पूरा ब्लैक कलर रहिथिबो सीमित सार्ट के पिंदियानी काइना जे सिना सार्ट जदि हम पिंदिबा त हम प्रबल गरम हो त हम रहि पिरेन सेटे तो ऑब्वियसली एटा सेटा हमें माने पतला कपड़ा वाला ड्रेस कि फिका कलर वाला ड्रेस ही पिंदिबा आउ सेठ जो लोक ने रहउथे पिला माने से माने तांकर छात को केबे मते गड़ाणिया करिवे नाही कि आम जदि केरल साइड को पळेबा कि मेघालय साइड जा जोड़ी की प्रबल वर्षा होची तो सेटे कौन करेंगे ना लोक निहत रूपे छात को गड़ाणिया करेंगे जहाँद्वारा वर्षा पानी पड़े छात उपर रही किंतु राजस्थान एरिया जीवा बेले सेटे जेहेतु वर्षा प्राय हुए ना तो लोक छात पूरा सीधा रखिथे आ चारिटे कांथ बेड़ी देते जहाँ पारा बेड कहे जहाँद्वारा केवे बाई चान्स के वर्षा हेल्ले पानी छात स्टोर कर रखिपारे ना कि तो जगह जदि चेंज जलवायु जदि चेंज परिवेश चेंज तो जीवनधारा चेंज हो ना कि माने राजस्थान लोक जो प्रकार खाद्य खाऊे जो प्रकार पोशाक पिंधुवे जो प्रकार चालचलन थी जो प्रकार संस्कृति परंपरा थी केरल रोथे लोक मानकर कि मेघालय रोथे लोक मान से प्रकार रहा तो पूरा चेंज रहा अच्छा खरा दिन तुमको तरबुज खाया भल लगे शीत दिन तुमको कौन खाया भल लगे ना गरम मुड़ी कि बादाम मजा खाया भल लगे कि अर्थ ना शीत दिन तुमको तरबुज खाया भल लगे के लगे ना देख खरा दिन होती तुम जब क्या घर को जीव सी जो तुमको से खरार आईच बोली तुमको जब चा पीवा देवे कि गरम जिन खाया देवे तुम मुंड खराब हो ठंडा ठंडा माने ठंडा पणा करके देवे कि गोटे कोल्ड ड्रिंक्स आनीदेवे बोले बहुत मजा लगे कि शीत दिन आम क्या घर जाइए जब सी आमको ठंडा आनीदेव बोले आमको विरक्त लगे कि आम घर जब किए आई ठंडा दिने आम ठंडा जिन देवा तो मत खराब लगे तो आम गरम जिन देवाई पसंद करवा ना कि तो जमीतिका ऋतु सेमितिका जमीतिका जगह सेमितिका आमको जीवन धारणा रखा पड़ो प्रकृत में प्राकृतिक और मानवीय परिवेश मध्य एक सुषम संतुलन आवश्यक है सत कथा आम जो प्राकृतिक परिवेश रहा जहाँ प्रकृति तैयारी करछि जो मानवीय परिवेश रहा जहाँ मनुष्य तैयारी करछि दिटा भितर पिला माने हमको गोटे संतुलन बजाय रखा पड़ो मीन्स आमर आवश्यकता ऑब्वियसली बढ़िबो आम आवश्यकता पूर्ण करवा कि आवश्यकता को पूर्ण करने चक्कर आम केवल प्रकृति को नष्ट करने चेष्टा करवा ना जब आम प्रकृति को नष्ट करने चेष्टा करवा तो तार कुपरिणाम पे आम आम लाइफ में देखा पाइबा तुम देखुओ जे एबे देख प्राय प्रति वर्ष कि 2 वर्ष थे बात्या है बन्या बात्या आज पे 30 वर्ष तले बात्या बेले लोक गोटे आश्चर्य कथा था कहीं बात्या प्रति वर्ष होबार ना माने को 20 वर्ष को 15 वर्ष को 30 वर्ष थे बात्या हबार कि तो प्रति वर्ष 2 वर्ष थे बात्या हो कहीं बात्या हो बात्या ये मनुष्य निजर आवश्यकता पूर्ण करने परिवेश को बहुत मात्रा परिवर्तन कर दूसरी आ परिवर्तन भल दिग ना खराब दिगरे मीन प्राकृतिक परिवेश मनुष्य परिवेश भितर गोटे सुषम संतुलन बजाय रहू ना जहाँद्वारा विभिन्न प्रकार प्राकृतिक विपर्य भूमिकंप बात्या बन्या भाया प्राकृतिक विपर्य गुड़िक आसूँ सुतरां परिवेश में बंचा तथा यहाँ व्यवहार लगा बेले मनुष्य जत्नशील होगा निहाती आवश्यक ओके पे तो पे देख ए प्रकार आम माने 2टी पार्ट आम पूरा चैप्टर को कंप्लीट करदे आउ गोटे पार्ट पे यार क्वेश्चन आंसर डिस्कस करवा ठीक अच्छे ओके तो पे आउ कौन डाउट रहा निहत समस्त कमेंट सेक्शन कमेंट्स कर परवर्ती वीडियो रे क्वेश्चन आंसर सहित तार प्रोब्लेम जगह सल्यूशन आने चेष्टा करी ठीक अच्छे पे चलो तो वीडियो को आम एंड करवा थैंक यू सो मच।